ମହା ଆଡମ୍ବରରେ ହିନ୍ଦୁ ନବବର୍ଷ ପାଳନ ପାଇଁ ପ୍ରସ୍ତୁତି ଜୋରଦାର। ପଥ ଉତ୍ସବ ସହ ଦିବସ ବ୍ୟାପୀ ଆୟୋଜିତ ହେବ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ। ଆସନ୍ତା ଇଂରାଜୀ ମାର୍ଚ୍ଚ 30 ତାରିଖ କଳି ଯୁଗାବ୍ଦ 5227 ବିକ୍ରମ ସମ୍ବତ 2082 ଚୈତ୍ର ଶୁକ୍ଳ ପ୍ରତିପଦା ଅବସରରେ ବାଲେଶ୍ୱର ସହରରେ ହିନ୍ଦୁ ନବବର୍ଷ ପାଳନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ହିନ୍ଦୁ ନବବର୍ଷ କମିଟି ଆନୁକୂଲ୍ୟରେ ଏହି ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ ହେବା ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଟିର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସହରର ଫକୀରମୋହନ ଗୋଲେଇଠାରୁ ଷ୍ଟେସନ ଛକ ରାସ୍ତାର ଗୋଟିଏ ପାର୍ଶ୍ୱରେ ପଥ ଉତ୍ସବ ଆୟୋଜିତ ହେବ। ସକାଳ 5ଟା 30ରୁ 9ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ଅନୂନ୍ୟ 15ଟି ମଞ୍ଚରେ ଭାରତୀୟ ସଂସ୍କୃତି ଓ ପରମ୍ପରା ସମ୍ବଳିତ ଦେବପାଠ, ଗୀତାପାଠ, ସଂକୀର୍ତ୍ତନ, ଯଜ୍ଞାଦି କର୍ମକାଣ୍ଡ, ପାରମ୍ପରିକ ନୃତ୍ୟ, ସଙ୍ଗୀତ, ଆତ୍ମରକ୍ଷା କୌଶଳ, ରଙ୍ଗୋଲି ପ୍ରଭୃତି ପ୍ରଦର୍ଶିତ ହେବ। ପରେ ଗୋପାଳଗାଁ ସ୍ଥିତ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ଶିଶୁ ଓ କିଶୋରମାନଙ୍କ ମଧ୍ୟରେ ବେଶ, ତର୍କ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ସହିତ ମହିଳାମାନଙ୍କ ମଧ୍ୟରେ ଭାରତୀୟ ପାରମ୍ପରିକ ବେଶରେ ଚାଲିବାର କୌଶଳ ପ୍ରଦର୍ଶିତ ହେବ। ସେହିପରି ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ହିନ୍ଦୁ ପରିବାର ମଧ୍ୟରେ ସନାତନ ସଂସ୍କୃତିକୁ ନେଇ ଜାଗରଣ ସୃଷ୍ଟି ପାଇଁ ବାଲେଶ୍ୱରରେ ବିଗତ 6 ବର୍ଷ ଧରି ଏହି ଉତ୍ସବ ପାଳିତ ହେଉଥିବା ବେଳେ ଚଳିତ ବର୍ଷ ଏହାକୁ ମହା ଆଡମ୍ବର ସହକାରେ ପାଳନ ପାଇଁ ନିଷ୍ପତ୍ତି ହୋଇଥିବା କମିଟିର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ବାଲେଶ୍ୱରବାସୀ ବହୁ ସଂଖ୍ୟାରେ ହିନ୍ଦୁ ନବବର୍ଷ ପାଳନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ କମିଟିର ସଭାପତି କର୍ଣ୍ଣେଲ କ୍ଷେତ୍ରମୋହନ ମହାପାତ୍ର, ସମ୍ପାଦକ ପ୍ରଶାନ୍ତ ମହାନ୍ତି, ଉପସଭାପତି ମଧୁସୂଦନ ହତା, ଉପଦେଷ୍ଟା ସୁଧାକର ପାଢ଼ୀ, ସହ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ପ୍ରମୁଖ ନିବେଦନ କରିଛନ୍ତି। এই নববর্ষটা পাଳିବାର ମେନ୍ ଉଦ୍ଦେଶ୍ୟ ହେଲା ଆମ ହିନ୍ଦୁ ଧର୍ମର ସଂସ୍କାର ଗୁଡ଼ାକ ଆମେ ଭୁଲିଗଲୁଣି। ସେଇଥିପାଇଁ ଆମେ ଜନ୍ମାଷ୍ଟମୀ କରୁଛୁ ଆଉ ଅନ୍ୟାନ୍ୟ ହିନ୍ଦୁ ଫେଷ୍ଟିଭାଲ୍ ଗୁଡ଼ାକ ମନାଉଛୁ, ଯାହାଦ୍ୱାରା ଲୋକଙ୍କୁ ଆମେ ଆୱେର୍ ଦେବୁ। ଆଉ ଆମର ଯେଉଁ ପିଢ଼ି ଆସୁଛନ୍ତି, ଆଗାମୀ ପିଢ଼ି ଅଛି, ସେମାନେ ଆମର ପରମ୍ପରା ଟ୍ରେଡ଼ିସନ୍ଙ୍କ ବାରେରେ ଜାଣିବେ ଆଉ ସେଗୁଡ଼ାକୁ ଉପଭୋଗ ଏଇ ଏନ୍ଜୟମେଣ୍ଟ ଦ୍ୱାରା କଲେ ସେମାନେ ଉପଭୋଗ କଲେ ତାଙ୍କ ଭିତରେ ଆୱେରନେସ୍ ଆସିବ ଆଉ ଆମର ହିନ୍ଦୁ ଧର୍ମ ଯେମିତି ବଞ୍ଚି ରହୁ ତା ପାଇଁ ଏଇଟା ପ୍ରୟାସ। 30 ମାର୍ଚ୍ଚ 2025ରେ ହିନ୍ଦୁ ନବବର୍ଷ ପଡ଼ୁଛି। ସେଥିରେ ଆମେ ସକାଳୁ 5ଟା 30ରୁ 9ଟା 30 ପର୍ଯ୍ୟନ୍ତ ଗୋଟେ ପଥ ଉତ୍ସବ ହେବ। ସେ ପଥ ଉତ୍ସବରେ ହିନ୍ଦୁ କଲଚର ଆଣ୍ଡ ଟ୍ରେଡ଼ିସନ୍ ଉପରେ ସବୁ ପ୍ରକାର ପ୍ରୋଗ୍ରାମ୍ ହେବ। ଆଉ ସେଇ 3 ଘଣ୍ଟା ଭିତରେ ଗୋଟେ ଜାଗାରେ ସବୁ ଆମର ପିଲାମାନେ ଆଉ ଅନ୍ୟ ଲୋକମାନେ ସବୁ ତାଙ୍କର ଯେଉଁ ବେଦ, ଗୀତା, ହନୁମାନ ଚାଳିଶା, କୀର୍ତ୍ତନ ଏଗୁଡ଼ା ସବୁ ହେବ। ଲୋକମାନେ ସେଗୁଡ଼ା ଦେଖିକି ଏନ୍ଜୟ କରିବେ। ବାଲେଶ୍ୱରରେ FM ସ୍କୋୟାରରେ ଠୁ ଷ୍ଟେସନ ଛକ, ଆମେ ଯଦି ବାଲେଶ୍ୱର FM ସ୍କୋୟାର ଆଡ଼କୁ ଯିବୁ ବାମପଟ ରାସ୍ତାଟା ପୁରା ବନ୍ଦ ରହିବ। ସେଇ ବାମପଟ ରାସ୍ତାରେ এই ପଥ ଉତ୍ସବ କାର୍ଯ୍ୟକ୍ରମ ହେବ। ତାପରେ ଦିନରେ 10:30ଠୁ ଆମେ কিছু ପିଲାମାନଙ୍କର କିଛି କମ୍ପିଟିସନ୍ ରଖିଛୁ। ସେଇଟା ଆବାଉଟ୍ 4 ଘଣ୍ଟା ଚାଲିବ। ଏ 4 ଘଣ୍ଟା ମଧ୍ୟରେ ଭୋଜନ ବି ଅଛି ଲୋକମାନଙ୍କ ପାଇଁ। ତାପରେ ସନ୍ଧ୍ୟା 6ଟାଠୁ 9:30 ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟ ସେଇ ମାନେ ଆୟୁଷ୍ମାନ କଲ୍ୟାଣ ମଣ୍ଡପରେ ହେବ। ଆଉ ସେଇଠି କିଛି ଆମେ ଯେଉଁ କିଛି ପ୍ରତିଯୋଗିତା କରିଥିଲୁ ଆଉ ସେଇଦିନ ବି ଯେଉଁ ପ୍ରତିଯୋଗିତା ହେବ ତା'ର ପ୍ରାଇଜ୍ ଗୁଡ଼ା ଦିଆଯିବ। ଆଉ ଶେଷରେ ପ୍ରସାଦ ବଣ୍ଟନ ହେବ। ପ୍ରାୟ 2000 ଲୋକଙ୍କ ପାଇଁ ଆମେ ତିଆରି କରିଛୁ। ତାହେଲେ ଆମେ ସମସ୍ତଙ୍କୁ ସ୍ୱାଗତ କରି ବାଲେଶ୍ୱରବାସୀଙ୍କୁ କହିବି ଆପଣମାନେ ସମସ୍ତେ ଆସନ୍ତୁ। এই ପ୍ରୋଗ୍ରାମଟା ଯେଉଁ ଆମେ ବହୁ ସମୟ ଦେଇକି କଷ୍ଟ କରିକି ଯେଉଁଟା କରୁଛୁ ଆପଣମାନେ ଆସିକି ଏଇଟା ଉପଭୋଗ କରନ୍ତୁ, ଏନ୍ଜୟ କରନ୍ତୁ ଆଉ ଆମ ହିନ୍ଦୁ ବିଷୟରେ ଜାଣିକି ତାକୁ ପଚାରରେ ଆଉ ଅନ୍ୟ ଲୋକମାନଙ୍କୁ ବି କୁହନ୍ତୁ। ସେତିକି କହିକି ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବି। ଆଉ ବାଲେଶ୍ୱରବାସୀକୁ ଆଉ ଥରେ ରିକ୍ୱେଷ୍ଟ କରିବି ଆପଣମାନେ ନିହାତି ଆସିବେ ଆଉ ପ୍ରୋଗ୍ରାମଟାକୁ ଏନ୍ଜୟ କରିବେ। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ମହାପାତ୍ର, ଜଗବନ୍ଧୁ ପୃଷ୍ଟି, ସୂର୍ଯ୍ୟକାନ୍ତ ପଣ୍ଡା, ରଜନୀକାନ୍ତ ଶତପଥୀ, ବିନୋଦ ନାୟକ, ଦୀପ୍ତିମୟୀ ମହାପାତ୍ର, ମନସ୍ୱିନୀ ପଣ୍ଡା, ଅରୁଣ କୁମାର ମିଶ୍ର, ଅଜୟ କୁମାର ପରିଡ଼ା,
ରମାକାନ୍ତ କର ଅନନ୍ତ ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।